नमस्कार सांगମାନେ କେମିତି ଅଛନ୍ତି? ଆଶା କରୁଛି ଭଲ ଅଛନ୍ତି। ମୁଁ ସୌମ୍ୟ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ସିମ୍ପଲ ଫ୍ୟୁଚର ଟେନ୍ସ। ଆଗରୁ ଆମେ ପ୍ରେଜେଣ୍ଟ ଟେନ୍ସ ର ଚାରୋଟି ଫର୍ମ ପଢିଲେ, ପାଷ୍ଟ ଟେନ୍ସ ର ଚାରୋଟି ଫର୍ମ ପଢିଲେ। ଆଜି ଆମେ ଫ୍ୟୁଚର ଟେନ୍ସ ର ଚାରୋଟି ଫର୍ମରୁ ଫାଷ୍ଟ ଫର୍ମ ବିଷୟରେ ପଢିବା, ଯାହାକୁ ଆମେ ସିମ୍ପଲ ଫ୍ୟୁଚର ଟେନ୍ସ ବୋଲିକି କହିଥାଉ। ତାହେଲେ ସିମ୍ପଲ ଫ୍ୟୁଚର ଟେନ୍ସ ଆମେ ୟୁଜ କଲେ ସେଣ୍ଟେନ୍ସ ର ଷ୍ଟ୍ରକ୍ଚର କଣ ହବ ଆମେ ଆଗ ଦେଖିବା। ତାହେଲେ ଆମର ଫାଷ୍ଟ ପଜିଟିଭ ଟାଇପ ର ସେଣ୍ଟେନ୍ସ, ଯାହାକୁ ଆମେ ଏଫର୍ମେଟିଭ ସେଣ୍ଟେନ୍ସ କହିଥାଉ, ତାର ଷ୍ଟ୍ରକ୍ଚର କଣ ହବ? ତାର ଷ୍ଟ୍ରକ୍ଚର ହବ ଆମର ଫାଷ୍ଟ ଆସିବ ସବଜେକ୍ଟ ଆସିବ, ସବଜେକ୍ଟ ପରେ ଆସିବ ଆମର ୱିଲ୍। ଆଗରୁ ଆମର ସେଲ୍ ବି ୟୁଜ ହଉଥିଲା, କିନ୍ତୁ ଏବେ ଆମେ ସେଲ୍ କୁ ଆଉ ୟୁଜ କରୁନାହୁଁ, ଆମେ ଓନ୍ଲି ୱିଲ୍ କୁ ହିଁ ୟୁଜ କରୁଛୁ। ତାହେଲେ ଦେଖ ଆମେ କରିବା ସେଲ୍ ମଧ୍ୟ ଆଗରୁ ୟୁଜ ହଉଥିଲା, ତ ଆମେ ତାକୁ ଲେଖି ଦେଇଥିବା। ଇଏ ହେଲା ସେଲ୍, ତା ସହିତ ଆମର ଭର୍ବ ର ଫାଷ୍ଟ ଫର୍ମ ୟୁଜ ହବ, ତାପରେ ଯାହା ଅବଜେକ୍ଟ ରହିବା କଥା ରହିବ ଅବଜେକ୍ଟ। ସେମିତି ଇଏ ହେଲା ପଜିଟିଭ ସେଣ୍ଟେନ୍ସ। ଆଚ୍ଛା, ନେଗେଟିଭ ସେଣ୍ଟେନ୍ସ ଆସିଲେ କଣ ଆସିବ? ନଟ୍ ବାଲା ସେଣ୍ଟେନ୍ସ ଯୋଉଗୁଡା ଥାଏ, ସେଥିରେ ଆମର କଣ ହବ ନା ସବଜେକ୍ଟ ଆସିବ, ତା ସହିତ ୱିଲ୍ ଆସିବ, ନହେଲେ ସେଲ୍ ଆସିବ। ସେଲ୍ ଏବେ ଆମେ ୟୁଜ କରୁନାହୁଁ, ଫିର ବି ଆମେ ତାକୁ ଲେଖି ଦେଇଥିବା। ସେଲ୍ ଆସିବ, ତାପରେ ଆମର ଆସିବ ନଟ୍ ଆସିବ, ଆଉ ଭର୍ବ ର ଫାଷ୍ଟ ଫର୍ମ ଆସିବ, ଆଉ ଅବଜେକ୍ଟ ରହିବ। ହେଲା, ତାହେଲେ ଦେଖ ଇଏ ତ ଗଲା ଆମର ପଜିଟିଭ ସେଣ୍ଟେନ୍ସ ଆଉ ନେଗେଟିଭ ସେଣ୍ଟେନ୍ସ। ତାହେଲେ ଆମର ଯୋଉ କ୍ୱେଶ୍ଚନ ସେଣ୍ଟେନ୍ସ ରହିବ, କ୍ୱେଶ୍ଚନ ସେଣ୍ଟେନ୍ସ କହିଲେ ଆମେ ତ କିଛି କ୍ୱେଶ୍ଚନ ପଚାରିବା ନା, ତ କ୍ୱେଶ୍ଚନ ଆମର ଦୁଇ ପ୍ରକାର କ୍ୱେଶ୍ଚନ ଅଛି ଜାଣିଛ। ଗୋଟେ ହେଲା ୟେସ୍ नो କ୍ୱେଶ୍ଚନ, ଆଉ ଗୋଟେ ହେଲା WH ୱାର୍ଡ ବାଲା କ୍ୱେଶ୍ଚନ। ତାହେଲେ ୟେସ୍ नो ବାଲା କ୍ୱେଶ୍ଚନ ର ଆମର ଷ୍ଟ୍ରକ୍ଚର କଣ ରହିବ ଦେଖିବା। ଯାହାର ଆନ୍ସର ଆମର ୟେସ୍ କିମ୍ବା नो ରେ ଆସିଥାଏ, ତାକୁ ଆମେ ୟେସ୍ नो ବାଲା କ୍ୱେଶ୍ଚନ କହିଥାଉ। ତାହେଲେ ତା ପାଇଁ ଆସିବ ଫାଷ୍ଟ ଆସିବ ଆମର ୱିଲ୍ ଆସିବ, ନହେଲେ ସେଲ୍ ଆସିବ, ତାପରେ ଆମର ଆସିବ ସବଜେକ୍ଟ ଆସିବ, ତା ସହିତ ଆମର ଭର୍ବ ଆସିବ, ଭର୍ବ ର ଫାଷ୍ଟ ଫର୍ମ ଆସିବ, ଆଉ କ୍ୱେଶ୍ଚନ ମାର୍କ ଅବଜେକ୍ଟ ରହିଲେ ରହିବ। ସେମିତି ଦେଖ WH ୱାର୍ଡ ରେ କଣ ହବ? ଆମର ଫାଷ୍ଟ WH ୱାର୍ଡ ଆସିବ, ତାପରେ ୱିଲ୍ ନହେଲେ ସେଲ୍, ତାପରେ ଆମର ସବଜେକ୍ଟ ଆସିବ, ଆଉ ଭର୍ବ ର ଫାଷ୍ଟ ଫର୍ମ ୟୁଜ ହବ, ତାପରେ ଅବଜେକ୍ଟ ଆସିଲେ ଆସିବ, ଆଉ ରହିବ କ୍ୱେଶ୍ଚନ ମାର୍କ। ତାହେଲେ ଦେଖ ଆମର ଏଇ ସିମ୍ପଲ ଫ୍ୟୁଚର ଟେନ୍ସ ଆମେ କୋଉ ସିଚୁଏସନ ରେ ଆମେ ୟୁଜ କରୁ ନା, ଫ୍ୟୁଚର ମାନେ ବୁଝୁଛ ନା ଭବିଷ୍ୟତର କିଛି ଗୋଟେ କାର୍ଯ୍ୟ ହଉଥିବ, ଭବିଷ୍ୟତର କାର୍ଯ୍ୟକୁ ଯୋଉଥିରେ ବୁଝଉଥିବ, ତାହେଲେ ଆମେ ସେଇଠି ଆମେ ୟୁଜ କରୁ କଣ ନା ସିମ୍ପଲ ଫ୍ୟୁଚର ଟେନ୍ସ। ତାହେଲେ ଦେଖ କୋଉଥିରେ ଆମେ ୟୁଜ କରିଥାଉ। ଫାଷ୍ଟ ହେଲା ଆମର ପ୍ରେଡିକ୍ସନ ଏବାଉଟ ଦି ଫ୍ୟୁଚର। ଫ୍ୟୁଚର ବିଷୟରେ ଆମେ କିଛି ଯେତେବେଳେ ଆମେ ପ୍ରେଡିକ୍ସନ କରିଥାଉ, ପ୍ରେଡିକ୍ସନ ମାନେ ଅନୁମାନ କରିଥାଉ। ହେଲା, ଯେମିତି କି ଆମର ସେଣ୍ଟେନ୍ସ ଦେଲା ଏକ୍ସାମ୍ପଲ ରେ, ଆମେ ଏକ୍ସାମ୍ପଲ ଦେଖିଲେ ଭଲ ଭାବରେ ବୁଝିପାରିବା ଏଇ ସିମ୍ପଲ ଫ୍ୟୁଚର ଟେନ୍ସ କୁ। ଯେମିତି ଏକ୍ସାମ୍ପଲ ଦେଲା, ମୁଁ ଭାବୁଛି କାଲି ବର୍ଷା ହେବ। ତାହେଲେ ଦେଖ ଏଇଟା ଫ୍ୟୁଚର ବିଷୟରେ ଆମେ ଗୋଟେ ପ୍ରେଡିକ୍ସନ କରୁଛୁ, ଅନୁମାନ କରୁଛୁ, ତାହେଲେ ଆମେ ୟାକୁ ସିମ୍ପଲ ଫ୍ୟୁଚର ରେ ଲେଖିବା। ତାହେଲେ କେମିତି ଲେଖିବା ତମେ ମାନେ ମଧ୍ୟ ଖାତାରେ ଲେଖିବା ପାଇଁ ଚେଷ୍ଟା କର, ଆଉ କଣ ଭୁଲ ହଉଛି କଣ ଠିକ ହଉଛି ଦେଖିକି ଦେଖ। ହେଲା, ଚାଲ ତାହେଲେ ଏଠି ଦେଖ, ମୁଁ ଭାବୁଛି କାଲି ବର୍ଷା ହେବ। ଏଇ ସେଣ୍ଟେନ୍ସ ରେ ଆମର ସବଜେକ୍ଟ କିଏ ଅଛି? ମୁଁ। ମୁଁ ପାଇଁ ଆମେ କଣ ଲେଖିବା? ଆଇ। ଆଇ ହେଲା, ଆଇ ମୁଁ ଭାବୁଛି, ଆଇ ଥିଙ୍କ। କାଲି ବର୍ଷା ହେବ, ବର୍ଷା ହେବ। ଦେଖ ବର୍ଷା ହେବ ଗୋଟେ ସେଣ୍ଟେନ୍ସ, ତ ବର୍ଷା ହେବ ସେଣ୍ଟେନ୍ସ ରେ ଆମେ ସବଜେକ୍ଟ ଯଦି ଦେଖିବା, ଆମର ସେମିତି ସବଜେକ୍ଟ ଏଠି ମେନସନ ନାହିଁ। ତାହେଲେ ଯଦି ସବଜେକ୍ଟ ମେନସନ ନାହିଁ, ତାହେଲେ ଆମେ ଜାଣିଛେ ଡମି ସବଜେକ୍ଟ ୟୁଜ କରିବା। ଡମି ସବଜେକ୍ଟ କଣ? ଇଟ୍। ତାହେଲେ ଆମେ ଲେଖିବା ଆଇ ଥିଙ୍କ ଇଟ୍ ୱିଲ୍, ଇଟ୍ ୱିଲ୍ ରେନ୍ ଟୁମୋରୋ, ରେନ୍ ଟୁମୋରୋ। ହେଲା, ଦେଖ ଇଟ୍ ହେଲା ସବଜେକ୍ଟ, ୱିଲ୍ ତାପରେ ଆସିଲା ଆମର ଅବଜେକ୍ଟ।
ବର୍ଷା ହବ rain, it will rain tomorrow, verb past form ହେଲା। ସେମିତି ଦେଖ ଆମେ ନେକ୍ସଟ ଦେଖିବା ସେ ସମ୍ଭବତଃ ବିଳମ୍ବ ହେବେ। ତାହେଲେ ଆମେ କହୁଛେ ତାଙ୍କ ବିଷୟରେ ଆମେ ଗୋଟେ ପ୍ରେଡିକ୍ସନ କରୁଛେ କି ସେ ବିଳମ୍ବ ହେଇପାରନ୍ତି, ସେ ଲେଟ୍ ହେଇପାରନ୍ତି। ତାହେଲେ ଆମେ କଣ କହିବା ସେ ବିଳମ୍ବ ହେବେ। ହି ୱିଲ୍ କଣ ହେବେ ଲେଟ୍ ହେବେ। ହି ୱିଲ୍ probably be late। stative verb be ଆମେ ୟୁଜ କରିଛେ। he probably be late ହେଲା। ସବଜେକ୍ଟ ଦେଖ ତା ସହିତ will ଆସିଲା, ତା ସହିତ verb ର ଫାଷ୍ଟ ଫର୍ମ ଆସିଲା। କହିବ probably ସାର୍ କଣ ପାଇଁ ଲାଗିଲା ନା probably ହେଲା ଆମର କଣ ଆମେ ସମ୍ଭବତଃ କହୁଛେ ମାନେ ଗୋଟେ ଆମେ କଣ କହୁଛେ adverb ଏଠାରେ ଆମେ ୟୁଜ କରୁଛେ ହେଲା। ଚାଲ ନେକ୍ସଟ ଦେଖ ସେମାନେ ମ୍ୟାଚ ଜିତିବେ। ଏଇଟା ବି ଆମେ ପ୍ରେଡିକ୍ସନ କରୁଛୁ ସେମାନେ ମ୍ୟାଚ ଜିତିବେ ବୋଲି କରି। ତ ଆମେ କଣ କହିବା ସେମାନେ, ସେମାନଙ୍କ ପାଇଁ ଆମେ କଣ ଲେଖିବା ସବଜେକ୍ଟ ହେବେ ସେମାନେ। ଦେ ସହିତ କଣ ଲଗେଇବା will, ଦେ will କଣ ହେବେ ଜିତିବେ। ଜିତିବା କଣ win, ଦେ will win the match, ଦେ will win the match ହେଲା। ଚାଲ ନେକ୍ସଟ ଦେଖ ସେ ଦିନେ ଜଣେ ମହାନ ଡାକ୍ତର ହେବେ। ଆମେ ଏଟା ବି ପ୍ରେଡିକ୍ସନ କରୁଛୁ। ତାହେଲେ ଆମେ କଣ ଲେଖିବା ସେ ପାଇଁ ଆମେ ଲେଖିବା ହି ଲେଖିପାରିବା ସି ଲେଖିପାରିବା। ଆମେ ହି ବାଲା ଲେଖିଛେ ଗୋଟେ ସି ବାଲା ଲେଖିବା। ତାହେଲେ ଆମେ ଲେଖିବା ସି will ଲେଖିବା ଡାକ୍ତର ହେବେ। ସି will become a great କଣ ଡକ୍ଟର। she will become a great doctor ଦିନେ, great doctor one day ହେଲା। ଚାଲ ନେକ୍ସଟ ଦେଖ ଆଗାମୀ ମାସରେ ଜାଳେଣୀର ଦାମ ବଢିବ। ଆମେ ପ୍ରେଡିକ୍ସନ କରୁଛେ। ତାହେଲେ ଆମେ କଣ ଲେଖିବା ଦେଖ ଜାଳେଣୀର ଦାମ ବଢିବ। ସବଜେକ୍ଟ କିଏ ଜାଳେଣୀର ଦାମ। ତାହେଲେ ଆମେ କଣ ଲେଖିବା the price of fuel, the price of fuel will increase next month ହେଲା। ସେମିତି ଚାଲ ନେକ୍ସଟ ଦେଖ ଆମର ସେକେଣ୍ଡ ସିଚୁଏସନ କଣ ଆସିଲା ନା ଇନଷ୍ଟାଣ୍ଟ ଡିସିସନ। କଥା ହେଉଥିବା ସମୟରେ ଯଦି ଆମେ କିଛି ନିଷ୍ପତ୍ତି ନେଉଛେ ତାହେଲେ ଆମେ ସେଟାକୁ ମଧ୍ୟ ଆମେ କୋଉଥିରେ କହିବା ନା ସିମ୍ପଲ ଫ୍ୟୁଚର ଟେନ୍ସରେ କହିବା। ତାହେଲେ ଦେଖ ସେଣ୍ଟେନ୍ସ କେମିତି ଏଠାରେ ବହୁତ ଗରମ ମୁଁ ଝରକା ଖୋଲିଦେବି। ଦେଖ ଏଠାରେ ବହୁତ ଗରମ ବୋଲି ସେମାନେ କଥା ହଉଛନ୍ତି ତାପରେ ସେ କହୁଛି ମୁଁ ଝରକା ଖୋଲିଦେବି। ତାହେଲେ ୟାକୁ ଆମେ ସିମ୍ପଲ ଫ୍ୟୁଚରରେ ଲେଖିବା ଏଠାରେ ବହୁତ ଗରମ କଣ କହିବା ୟାକୁ ଏଠାରେ ବହୁତ ଗରମ it is very hot in here, ଏଠାରେ ବହୁତ ଗରମ ମୁଁ ଝରକା ଖୋଲିଦେବି I will open the window ହେଲା। चलो नेक्स्ट देखो नेक्स्ट सेंटेंस फोन बाजुची मु उठाइबी। ताहले हमें कौन कहिबा फोन बाजुची। ताहले कौन लिखिबा सेटाको दी फोन बाजुची वर्तमान बाजुची इज रिंगिंग कंटिन्यूअस रे लिखिबा रिंगिंग दी फोन इज रिंगिंग कौन कहूची मु उठाइबी। ମୁଁ ଉଠାଇବି ତାହେଲେ କଣ କହିବା ଆମେ ୟାକୁ I will get it ହେଲା। ଚାଲ ନେକ୍ସଟ ଦେଖ ତୁମେ କ୍ଳାନ୍ତ ଦେଖାଯାଉଛ ମୁଁ କିଛି କଫି ତିଆରି କରିଦେବି। ତାହେଲେ ଦେଖ
ये कहूँ तुमे क्लांत देखा जाउछ मु किछि कॉफी तैयारी कर देबी पचारुछि देखो ताहले हम एको कोन लिखिबा यू लुक टायर्ड यू लुक टायर्ड तुमे क्लांत देखा जाउछ मु किछि कॉफी तैयारी कर देबी ताहले कोन कहूछि आई विल मेक सम कॉफी कॉफी ହେଲା चलो नेक्स्ट देखो आम पाखरे पारुटी नाही मु किछि किणी देबी ताहले कोन कहूछि आम पाखरे पारुटी नाही ताहले हम एको कोन लिखिबा we don't have any bread आम पाखरे पारुटी नाही ताहले कोन कहूछि मु किछि किणी देबी I will buy some ହେଲା सेमती नेक्स्ट देखिबा एही ब्यागटी बहुत भारी मु तुमको साहाय्य करिबी ताहले देखो एही ब्यागटी बहुत भारी ताहले कहिबा दिस बैग बहुत भारी इज टू हेवी दिस बैग इज टू हेवी कोन कहूछि मु तुमको साहाय्य करिदेबी आई विल हेल्प यू हैला आई सहित विल वर्ब फास्ट फॉर्म तापरे ऑब्जेक्ट सेमती थर्ड रे कोन अछि देखो थर्ड सिचुएशन कोन अछि प्रॉमिस किंबा ऑफर किंबा रिफ्यूज ताहले देखो प्रतिश्रुति ऑफर किंबा मना करदेबा ताहले देखो मु कोन मु सबु बेले तुमको भलो पाइबी प्रतिश्रुति दउछि तो मध्य कहि थाउ ना कि ताहले हमें कोन कहिबा देखो आई विल ऑलवेज सबु बेले आई विल ऑलवेज लव यू खाली आई लव यू कहबोनी कोन कहबो आई विल ऑलवेज लव यू मु तुमको सब बेले भलो पाइबी हैला तापर देखो मु काहाकू तुमर गुप्त कथा कहिबी नाही तुम मते कहि थाउ ना मते कहि दे मु आ काहाको भी कहिबी नाही किंतु तुम जे कहि दै थाउ ना कि हो चलो लिखिया चलो तो याको एथरो इंग्लिश रे केमति कहबो देखो तो कोन कहबा आई विल नॉट टेल आई विल नॉट टेल नेगेटिव रे विल पर नॉट तापर वर्ब फास्ट फॉर्म कहिबा टेल आई विल नॉट टेल कोन एनीवन नॉट टेल एनीवन योर सीक्रेट तो माने मध्ये एमती कहिबा पय चेष्टा करिवो जदि तो माने एमती कहउछ देखो ताले तुम बहुत शीघ्र इंग्लिश सिखि जाई परिबो हैला चलो नेक्स्ट देखो मु तुम पय सेही बैगटी बही नेबी ऑफर दउछि ताले कोन कहिबा मु तुम पय आई विल मु बही नेबी आई विल कैरी बहिबा कैरी करिबा आई विल कैरी दैट बैग आई विल कैरी दैट बैग फॉर यू हैला तापर नेक्स्ट देखो मु तांकू आउ टंका धार देबी नाही मना कर दउछि ताहले हम कोन कहिबा मु आउ धार देबी नाही आई विल नॉट lend him I will not lend him any more money मु तांको टंका धार देबी नाही तापर नेक्स्ट देखो अच्छा एठी तो जगह नहीं एटा तुमे निजे करिवो आमे जहा हेउ तुमको समर्थन करिवो प्रतिश्रुति दउछि जहा हेउटा कोन कहबा नो मैटर हैला तो माने एटा निजे खाता रे करिवो आ मते कमेंट माध्यम जणैबो देखो नेक्स्ट सिचुएशन कोन हैला फ्यूचर फैक्ट एंड
सर्टेनिटीज ताहले देखो कौन कहूची भविष्यतर स्थिर घटना बा सत्य ताहले काली सकाळ सूर्य पूर्व दिगरे उदित हेबे एमती कथा जदि कहिबो तो सबुदिन उदित हुअन्ति उदय हुअन्ति ताहले आमे याकू सिंपल प्रेजेंट टेंस लिखि जानिछे तो आमे याकू सिंपल फ्यूचर टेंस रे मध्ये लिखि परिबा कोन लिखिबा देखो दी सन विल दी सन विल राइज उदय हेबा राइज दी सन विल राइज इन दी ईस्ट टुमोरो हैला तापर चलो नेक्स्ट देखो परवर्ती वर्ष मु 25 वर्षर हेबी ताहले आमे कोन कहिबा तो मानकर मध्ये बयस हबो ताहले तो माने मध्ये निज निज बयस लिखिबो हैला नेक्स्ट ईयर I will be 25 years old नेक्स्ट सेंटेंस देखो बसंत परे ग्रीष्म आसीबो ताहले कोन कहिबा ग्रीष्म आसीबो समर will come after spring सेमती नेक्स्ट देखो आउ कोन अछि नुआ नियम जनवरी 1 तारिख रु कार्यकारी हेबो ताहले आमे याकू केमती लिखिबा देखो हमें याकू लिखिबा नुआ नियम हमर सब्जेक्ट हेबो दी न्यू लॉ रूल कहले भी हेबो दी न्यू लॉ कार्यकारी हेबो विल टेक इफेक्ट कहिबा ताकू टेक इफेक्ट फ्रॉम केबेरो फ्रॉम जानुआरी 1 तापर नेक्स्ट देखो मो भाई 2025 रे महाविद्यालय शेष करिबो ताहले हमर कोन हबो याकू लिखिबा माय ब्रदर सब्जेक्ट will my brother will finish college in 2025 ताले देखो एटा ईयर अछि सेट पे हमें इन लगैले दिन थिले ऑन लगैबा आउ टाइम थिले एट लगैबा तापर देखो हमरो फिफ्थ सिचुएशन कोन कहूची थ्रेट बा किछि वार्निंग देबा पई भय प्रदर्शन बा सतर्कता करैबा पई जदि तुमे आउ थरे ताहा करो मु बापांकु कहि देबी थ्रेट दउची से भय देखौची ताहले तुमे एटा को कोन कहिबो इफ you the conditional sentence भी ही गला if you do that again ताहले कोन होबो ना I will tell father मो बापा को कहि देबी बुझेला तापर नेक्स्ट देखो सतर्क हुओ नचेत तुमे पड़ी जिवो ताहले हमें याकू कोन कहिबा सतर्क हुओ बी केयरफुल नचेत और you will fall हैला सेमती देखो नेक्स्ट हैला जदि तुमे न जाओ मु पुलिस को डाकिबी ताहले हमें कोन कहिबा जदि तुमे न जाओ एटा भी कंडीशनल सेंटेंस कहिबा if you do not leave छाड़ी कि न जाओ गो कहिबा नहीं गो तो एमती जिबा एटा धमक दउची लीव कहिबा if you do not leave ताहले कोन हबो I will call the
ପୋଲିସ। ମୁଁ ପୋଲିସକୁ କହିଦେବି। ସେମିତି ସେହି ତାରଟିକୁ ଛୁଇଁବ ନାହିଁ, ତୁମେ ବିଦ୍ୟୁତ ଆଘାତ ପାଇବ। ତାହେଲେ ସତର୍କ କରୁଛି। ତାହେଲେ ଦେଖ କଣ କହିବା ଆମେ? ସେହି ତାରଟିକୁ ଛୁଇଁବ ନାହିଁ। ଡୋଣ୍ଟ ଟଚ୍ ଦ୍ୟାଟ୍ ୱେୟାର। ସେହି ତାରଟିକୁ ଛୁଇଁବ ନାହିଁ, ତୁମେ ବିଦ୍ୟୁତ ଆଘାତ ପାଇବ। ତାହେଲେ କଣ କହିବା? You will get an electric shock। ହେଲା, ତୁମେ ବିଦ୍ୟୁତ ଆଘାତ ପାଇବ। ୟୁ ହେଲା ସବଜେକ୍ଟ, will get। ବୁଝିଲା? ବୁଝି ହେଉଥିବ ନିଶ୍ଚୟ। ଶବ୍ଦ ବନ୍ଦ କର, ନଚେତ୍ ମୁଁ ବହୁତ ରାଗିବି। ତାହେଲେ ଆମେ କଣ କହିବା? ଦେଖ ତୁମ ରୁମରେ କିଏ ଶବ୍ଦ କରୁଛି, ତୁମେ କୁହ ନା ସେମିତି, ପାଟି କର ନାହିଁ, ଶବ୍ଦ ବନ୍ଦ କର। ତାହେଲେ କଣ କଣ କହିବ? ଷ୍ଟପ୍ ଦି ନଏଜ୍। ଷ୍ଟପ୍ ଦି ନଏଜ୍। ନହେଲେ ମୁଁ ବହୁତ ରାଗିବି। or I will be very angry। ହେଲା, ଏଠି ବି ଭର୍ବ ଲାଗିଛି। ନହେଲେ କହିବ ସାର୍ ଏଠି ଭର୍ବ କାହିଁ ଆମର, ବି ଭର୍ବ ଲାଗିଛି। ହେଲା, ଚାଲ ଆଉ କଣ ଅଛି ଆମେ ଦେଖିବା। ଆଉ ଆମର ରହିଲା ସିକ୍ସ ସିଚୁଏସନ। ସିକ୍ସ ସିଚୁଏସନ କଣ ହେଲା ନା ସଜେସନ ଦେବା ପାଇଁ, ଫର୍ମାଲ କ୍ୱେଶ୍ଚନ ପଚାରିବା ପାଇଁ। କଣ ସଜେସନ ଦେବ? ଦେଖ, ପ୍ରସ୍ତାବ ଦଉଛି କିମ୍ବା ପ୍ରଶ୍ନ ପଚାରୁଛି। ଫାଷ୍ଟ ପର୍ସନ ପାଇଁ ଆମେ ବୁଲି ଯିବା କି, ପଚାରୁଛେ ସିଏ। ତାହେଲେ ଆମେ ଏଟାକୁ କଣ କହିବା? ତାହେଲେ ଦେଖ ଆମେ ଏଇଠି କେମିତି ଲେଖିବା ୟାକୁ? ଆମେ ବୁଲି ଯିବା କି? ତାହେଲେ ଏଇଠି କ୍ୱେଶ୍ଚନ ପଚାରିଲା ବେଳେ ଆମେ ସେଲ୍ ୟୁଜ କରିବା, ସେତେବେଳେ ଆମେ ୱିଲ୍ ୟୁଜ କରିବା ନାହିଁ। ତାହେଲେ ଆମେ କଣ କହିବା? ସେଲ୍ ୱି go for a walk। ହେଲା, ତାପରେ ନେକ୍ସଟ ଦେଖ, ମୁଁ ତୁମକୁ ସେହି ବାକ୍ସ ଗୁଡ଼ିକରେ ସାହାଯ୍ୟ କରିବି କି? ତାହେଲେ ପଚାରୁଛି ଦେଖ। ତାହେଲେ କଣ କହିବା? Shall I help you with those boxes। ବୁଝିଲା? ସେମିତି ନେକ୍ସଟ ଯିବା। ପାର୍ଟିକୁ ମୁଁ କି ପିନ୍ଧିବି? ପାର୍ଟିକୁ ଯିବା ପାଇଁ ମୁଁ କଣ ପିନ୍ଧିବି? ପ୍ରଶ୍ନ ପଚାରୁଛି। ତାହେଲେ ଏଠି ଦେଖ ଆମେ କଣ ପିନ୍ଧିବି ପଚାରୁଛି। ତାହେଲେ What shall I wear? Shall I wear to the party? ତୁମମାନେ ମଧ୍ୟ ପଚାର ନା, ମୁଁ କଣ ପିନ୍ଧିକି ଯିବି? ତାହେଲେ ଏମିତି ପଚାରିବ, ଇଂଲିଶରେ ପଚାରିବ What shall I wear to the party? ସେମିତି ଦେଖ ନେକ୍ସଟ, ଆମେ ବର୍ତ୍ତମାନ ବୈଠକ ଆରମ୍ଭ କରିବା କି? ସିଏ ଗୋଟେ ସଜେସନ ଦଉଛି। ତାହେଲେ ଆମେ ୟାକୁ କଣ କହିବା? ଦେଖ, Shall we start the meeting now? ବୁଝିଲା? ଆଉ ଦେଖିବା ନେକ୍ସଟ, ମୁଁ ତୁମ ପାଇଁ କବାଟ ଖୋଲିଦେବି କି? ଏଇଟା ତୁମେ ମାନେ ମତେ କମେଣ୍ଟ ମାଧ୍ୟମରେ ଲେଖିକି ଜଣେଇବ। ତାପରେ ଦେଖ ଆମର କଣ କଣ ଡିଫରେନ୍ସ ରହୁଛି। ତାପରେ ଫ୍ୟୁଚର, ସିମ୍ପଲ ଫ୍ୟୁଚରରେ ଆମେ ତ୍ୱରିତ ନିଷ୍ପତ୍ତି, ଭବିଷ୍ୟତବାଣୀ ବା ପ୍ରତିଶ୍ରୁତି ବିଷୟରେ ଆମେ ଲେଖିଲେ ଆମେ ସିମ୍ପଲ ଫ୍ୟୁଚର ଆମେ କହିଥାଉ। ଗୋଇଂ ଟୁ ଫ୍ୟୁଚର ପାଇଁ ଆମେ କଣ ଲେଖିବା? ଦେଖ, ପୂର୍ବ ଯୋଜନା ନିଶ୍ଚିତ ଘଟଣାକୁ ଆମେ ଲେଖିବା I am going to visit my grandparents next week। ତାହେଲେ ଦେଖ ମୁଁ ନେକ୍ସଟ ୱିକ୍ ଯିବି, ଫ୍ୟୁଚରରେ ମୁଁ ଯିବି କିନ୍ତୁ ଏଟା ମୋର ନିଶ୍ଚିତ ହେଇଛି, ହେଲା କି? ମାନେ ଫିକ୍ସ ହେଇଛି। ଫିକ୍ସ ହେଲେ ଆମେ ସିମ୍ପଲ
ପ୍ରେଜେଣ୍ଟ ରେ ଲେଖିବା। ଆଉ ମୋର ଫିକ୍ସ ହେଇନାହିଁ, ଗୋଟେ ମୁଁ ଏମିତି ଖାଲି କହୁଛି, ତାହେଲେ ଆମେ ସେଠି ଲେଖିବା ସିମ୍ପଲ ଫ୍ୟୁଚରରେ। ଫିକ୍ସ ହେଲେ ସିମ୍ପଲ ପ୍ରେଜେଣ୍ଟରେ ବୁଝାଉଛି। ନହେଲେ ତ ଆମେ ସିମ୍ପଲ ପ୍ରେଜେଣ୍ଟ ମଧ୍ୟ ଲେଖିପାରିବା ଆଉ ପ୍ରେଜେଣ୍ଟ କଣ୍ଟିନ୍ୟୁଅସରେ ମଧ୍ୟ ଲେଖିପାରିବା। ପ୍ରେଜେଣ୍ଟ କଣ୍ଟିନ୍ୟୁଅସରେ ବୁଝିଲା। ସେମିତି ଦେଖ ଆମର କଣ କଣ କିୱାର୍ଡ ଥିବ। ଫ୍ୟୁଚର କିୱାର୍ଡ ହେଲା ଆମର ଟୁମୋରୋ ଥାଇପାରେ, ନେକ୍ସଟ ଥାଇପାରେ, ନେକ୍ସଟ ୱିକ୍, ମନ୍ଥ, ଇୟର, ସୁନ୍, ଲେଟର, ଏମିତି ସବୁ ଥିଲେ ଆମେ ସିମ୍ପଲ ଫ୍ୟୁଚର ଆମେ ୟୁଜ କରିବା। ଆଶା କରୁଛି ତୁମମାନେ ଭଲ ଭାବରେ ବୁଝିପାରିଥିବ। ଆଉ ଯଦି କୋଉଥିରେ କିଛି ଡାଉଟ ରହିଯାଇଥିବ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ପଚାରିବ। ରହୁଛି, ନମସ୍କାର। ଭିଡ଼ିଓଟିକୁ ଲାଇକ୍ ସେୟାର କରିବା ପାଇଁ ଭୁଲିବନି ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବ। ଧନ୍ୟବାଦ।